ଯୁକ୍ତ 2 ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଆଜିର ଏହି ଅଧିବେଶନକୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା ସାହିତ୍ୟ ଜ୍ୟୋତି ପୁସ୍ତକ ଅନ୍ତର୍ଗତ ତୃତୀୟ ଏକକ ଆଧାରରେ କ୍ଷୁଦ୍ରଗଳ୍ପ ପତାକା ଉତ୍ତୋଳନ। ଶୁଣ ପିଲାମାନେ, କଥା କହିବା ଓ ଶୁଣିବା ମଣିଷର ସହଜାତ ପ୍ରକୃତି। କାହିଁକି ଅନନ୍ତ କାଳରୁ ଏହି ପରମ୍ପରା ଆମ ସମାଜ ସହ ଜଡ଼ିତ ତାହାର କୌଣସି ଇୟତ୍ତା ନାହିଁ। ଯେତେବେଳେ ଅବସର ସମୟକୁ ରୁଚିମନ୍ତ କରିବା ନିମନ୍ତେ ମାନବ ଜାତି ନିକଟରେ ବିକଳ୍ପ ନଥିଲା, ବୋଧହୁଏ ସେଇଠୁ ହିଁ କଥାର ଆରମ୍ଭ। ପର୍ଯ୍ୟାୟକ୍ରମେ କଥା, କାହାଣୀ, ଆଖ୍ୟାୟିକାର ସୁବିସ୍ତୃତ ପଥ ଦେଇ ଆଜି କଥା କ୍ଷୁଦ୍ରଗଳ୍ପ ରୂପେ ଦଣ୍ଡାୟମାନ। କିନ୍ତୁ ବୁଝିବାକୁ ହେବ ଯେ ସେ ଯୁଗର କଥା ବା କାହାଣୀ କେବଳ ମନୋରଞ୍ଜନର ମାଧ୍ୟମ, ହେଲେ ଆଜିର କ୍ଷୁଦ୍ରଗଳ୍ପ ତା ନିଜସ୍ୱ ଶୈଳୀରେ ରୁଦ୍ଧିମନ୍ତ। ସମାଜରେ ଘଟୁଥିବା ଛୋଟ ବଡ଼ ଘଟଣା ହେଉ କିମ୍ବା ମଣିଷ ମନର ଅବଦମିତ ପିପାସା, ସବୁକିଛି ଆଜି ଓଡ଼ିଆ କ୍ଷୁଦ୍ରଗଳ୍ପର ନିର୍ଯାସ। ସେଥିପାଇଁ ବୋଧେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କ୍ଷୁଦ୍ରଗଳ୍ପ କ'ଣ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଛୋଟ ପ୍ରାଣ ଛୋଟ ବ୍ୟଥା, ଛୋଟ ଛୋଟ ଦୁଃଖ କଥା, ନିତାନ୍ତଇ ସହଜ ସରଲ, ସହସ୍ର ବିସ୍ମୃତ ରାଶି, ପ୍ରତ୍ୟହ ଯେତେছে ଭାসি, তার দু চারিটি অশ্রুজল, নাহি বর্ণনার ছটা, ঘটনার ঘন ঘটা, নাহি তত্ত্ব নাহি উপদেশ, অন্তর অতৃপ্ত রবে, সঙ্গ করি মনে হবে, শেষ হেলে হইলান শেষ। ବାସ୍ତବିକ ବିଶ୍ୱକବିଙ୍କ ଲେଖାରୁ ଏତିକି କୁହାଯାଇପାରେ ଯେ ଯାହା ପାଠକୀୟ ପରିସମାପ୍ତି ପରେ ବି ଅତୃପ୍ତିର ଭାବ ଉଙ୍କି ମାରେ, ସବୁକିଛି ଶେଷ ହେବା ପରେ ବି ଆଉ କିଛି ପାଇବାର ଆଶାରେ ପାଠକ ବିଭୋର ହୁଏ, ତାହା ହିଁ ତ ସାର୍ଥକ କ୍ଷୁଦ୍ରଗଳ୍ପ। ତଥାପି କ୍ଷୁଦ୍ରଗଳ୍ପ କ'ଣ ସେ ସମ୍ପର୍କରେ ମୁଁ ଏତିକି ମାତ୍ର କହିବି ଯେ କ୍ଷୁଦ୍ରଗଳ୍ପ ପ୍ରତିଟି ସଂଜାତ ଏକ ସଂକ୍ଷିପ୍ତ ଗଦ୍ୟ କାହାଣୀ, ଗୋଟିଏ ଘଟଣା, କୌଣସି ପରିବେଶ କିମ୍ବା ଏକ ମାନସିକ ଆବେଗର ମୂର୍ତ୍ତିମନ୍ତ ପ୍ରକାଶ ହିଁ ଯଥାର୍ଥରେ କ୍ଷୁଦ୍ରଗଳ୍ପ। ତେବେ ଆସ ଆଲୋଚନା କରିବା କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଏକ ସମୁଜ୍ଜ୍ୱଳ ଭାବଗର୍ଭକ ସାର୍ଥକ କ୍ଷୁଦ୍ରଗଳ୍ପ ପତାକା ଉତ୍ତୋଳନ। ବାସ୍, ନା ହିଁ ଯଥେଷ୍ଟ। କେଉଁ ମାହେନ୍ଦ୍ର ବେଳାରେ ତାଙ୍କ ଜନ୍ମ କେଜାଣି, ସତେ ଯେମିତି ବୀଣାପାଣିଙ୍କ କଣ୍ଠର ଲାଳିତ୍ୟରେ ତାଙ୍କ ପ୍ରତିଟି ଗଳ୍ପ ଛନ୍ଦାୟିତ, ଆଉ ପ୍ରତିଟି ଶବ୍ଦ ତରଙ୍ଗାୟିତ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପକୁ ଯଦି କିଏ ସୁଦୂର ପ୍ରସାରୀ କରାଇପାରିଛି, ତେବେ ସେ ଯେ କଥାକାର ସୁରେନ୍ଦ୍ର ମହାନ୍ତି, ଏ କଥା କହିଲେ ସତ୍ୟର ଅପଳାପ ବୋଧ ହେବ ନାହିଁ ବୋଧ ହୁଏ। ଓଡ଼ିଆ ମାଟିର ମହମହ ବାସ୍ନାରେ ତାଙ୍କ ସାହିତ୍ୟ କୃତି ସୁବାସିତ। ଆମ ମନଗହନର କଥା ତାଙ୍କ ସୃଷ୍ଟିର ଚରାଭୂଇଁ। ଆମ ଭଳି ମଣିଷମାନଙ୍କ ହତାଶା, ବ୍ୟର୍ଥତା ଓ ସ୍ୱପ୍ନଭଙ୍ଗର କଥା ସବୁକୁ ଅତି ସନ୍ତର୍ପଣରେ ସେ ସଜାଇ ଦିଅନ୍ତି ନିଜ ଲେଖାମାନଙ୍କରେ। ଏହିଭଳି ମଣିଷ ଜୀବନର ଅବ୍ୟକ୍ତ ବେଦନା ସବୁ ତାଙ୍କ କାହାଣୀରେ ସୁସ୍ପଷ୍ଟ। ତେଣୁ ସ୍ୱତଃ ତାଙ୍କ ଲେଖନୀରୁ ନିଗିଡ଼ି ପଡ଼ିଛି ଯେମିତିକି ପେକିଂ ଡାଏରୀ, ଦୁଇ ସୀମାନ୍ତ, ନେତି ନେତି, ନୀଳଶୈଳ, ଶେଷ ସ୍ତମ୍ଭ, ରୁଟି ଓ ଚନ୍ଦ୍ର, ଶତାବ୍ଦୀର ସୂର୍ଯ୍ୟ, ଫଟା ମାଟି, ଅନ୍ଧ ଦିଗନ୍ତ, ସୁରେନ୍ଦ୍ର ବିଚିତ୍ରା, ମହାନିର୍ବାଣ, ମରାଳର ମୃତ୍ୟୁ, କାଳାନ୍ତର, ଓଡ଼ିଆ ସାହିତ୍ୟରେ ଆଦି ପର୍ବ, ପଥ ଓ ପୃଥିବୀ ଭଳି ଅନେକ ବଳିଷ୍ଠ ରଚନା। ସେ ଥିଲା ପରାଧୀନ ଭାରତବର୍ଷର କଥା। 1947 ମସିହା ଅଗଷ୍ଟ ମାସ 14 ତାରିଖ। ଯେଉଁ ଇଂରେଜମାନେ 200 ବର୍ଷରୁ ଅଧିକ ସମୟ ମଶା ଓ ଡାଁସ ଭଳି ଆମ ଦେହରୁ ରକ୍ତ ଶୋଷି ନେଇଥିଲେ, ଆଜି ତାହାର କିନ୍ତୁ ଅବସାନ ଘଟିଛି। ଆଜି ସମସ୍ତେ ବିଭୋର। କେମିତି ଏକ ଆତ୍ମତୃପ୍ତିର ଭାବ ଆଜି ସମସ୍ତଙ୍କୁ ଆଚ୍ଛାଦିତ କରି ରଖିଛି। ସତରେ ମୁକ୍ତିର କି ଆନନ୍ଦ! ଲୋକେ ଆଉ ସ୍ୱପ୍ନ ଦେଖୁନାହାନ୍ତି ତ? ଆରେ ନାଇଁ ମ, ନିଜ ବାହୁବଳ ଓ ଛଳନାର ଯବନିକା ଟାଣି ଆଜି ଇଂରେଜ ସରକାର ନିଜ ଦେଶକୁ ଲେଉଟି ଯିବାକୁ ବାଧ୍ୟ ହୋଇଛି। ନ ହୁଅନ୍ତା ବା କେମିତି? ଏହି ମାଟିର କେତେ ଯେ ବୀର ପୁରୁଷଙ୍କ ବଳିଦାନ କ'ଣ ବୃଥା?
କୋଟି କୋଟି ନିରୀହ ଜନତାଙ୍କ ତତଲା ନିଶ୍ୱାସରେ ଆଜି ଇଂରେଜ ସାମ୍ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଆଜି କିନ୍ତୁ ଚାରିଆଡ଼େ ଉତ୍ସବ ମୁଖର। ସକାଳର ନୂତନ ସୂର୍ଯ୍ୟୋଦୟରେ ଉଡ଼ିବ ଏ ଜାତିର ତ୍ରିରଙ୍ଗା ପତାକା। କେହି ଆଉ ଭୋକରେ ମରିବେନି, କେହି ଆଉ ଗଛ ତଳେ ଆଶ୍ରୟ ନେବେନି। ସମସ୍ତଙ୍କ ପାଖେ ପିନ୍ଧିବା ଥିବ। ଦେଶ ଖାଲି ଘିଅ ମହୁରେ ଭାସିବ। ଏହିଭଳି ସ୍ୱପ୍ନରେ ଆଜି ସମସ୍ତେ ବିଭୋର। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଧ୍ୱନି, ବନ୍ଦେ ମାତରମ୍ ଆଉ ବନ୍ଦେ ମାତରମ୍। ଭାରତ ମାତା କି ଜୟ। ଏହି ଧ୍ୱନିରେ ସାରା ଦେଶ ଆଜି ପ୍ରକମ୍ପିତ। କିନ୍ତୁ ଇଏ କିଏ ଏଇ ଦେଶଦ୍ରୋହୀ? ଆଶ୍ଚର୍ଯ୍ୟ, ଯାହା ମୁହଁରେ କେବଳ କ୍ରୋଧ, ହିଂସା, ଘୃଣା ଆଉ ଅସୂୟା ଭାବ। ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି ତାଙ୍କ ଅସହାୟତା। ଇଂରେଜ ଅଧୀନରେ ଗୋଲାମ କରି ପୋଲିସ ଚାକିରି ଖଣ୍ଡେ ପାଇଥିଲ ବୋଲି ନିଜର ସ୍ୱାଭିମାନ ବୋଲି କିଛି ନାହିଁ। ସ୍ୱାଧୀନତାର ମୂଲ୍ୟବୋଧ ତୁମ ପାଇଁ କ'ଣ କିଛି ନୁହେଁ? ତୁମେ ଜାଣି ରଖ ରାୟ ବାହାଦୁର, ଏଇ ଦେଶରେ ମାଟି, ପାଣି, ପବନରେ ତୁମେ ଜୀବନ ଜିଇଁଛ। ତୁମର ପ୍ରତିଟି ରକ୍ତବିନ୍ଦୁରେ ଭାରତ ମାତାର ସ୍ପନ୍ଦନ ଭରି ରହିଛି। ତଥାପି ତୁମେ ଏତେ କଠୋର ହେଇପାରୁଛ କେମିତି? ନିଜ ଆୟତ୍ତରେ ନାହାନ୍ତି ସେ। ଭାରତର ବିଜୟକୁ ସହି ପାରୁନାହାନ୍ତି ରାୟ ବାହାଦୁର। ଭାରତ ମାତାର ଏହି ଜୟଯାତ୍ରାରେ ନିଜକୁ ସାମିଲ କରିପାରୁନାହାନ୍ତି ସେ। ମନେ ପଡ଼ିଯାଉଛି ତାଙ୍କର ଅତୀତର ସେହି ବିଭତ୍ସ ଇତିହାସ। କ'ଣ ତାହେଲେ ସେ ଇତିହାସ? ନିଜ ପୁଅକୁ ହତ୍ୟା କରିବା ଅନୁଶୋଚନାରେ ଆଜି ସେ ଅନୁତପ୍ତ। ତଥାପି ଏକ ଅଜଣା ମୋହ ଓ ଆକର୍ଷଣରେ ସେ ଇଂରେଜ ପତାକାଟିକୁ ଧରି ପାଗଳ ଭଳି ଖାଲି ଇତସ୍ତତ ହେଉଛନ୍ତି। କ'ଣ ଥିଲା ଏ ଇତିହାସ? କାହିଁକି ହତ୍ୟା କଲେ ସେ ନିଜ ପୁଅ ଅରୁଣକୁ? ପିଲାମାନେ, ତେବେ ଆସ ମନ ଦେଇ ପୁରା କ୍ଷୁଦ୍ରଗଳ୍ପଟିକୁ ଶୁଣିବା ଆଉ ଜାଣିବା ରାୟ ବାହାଦୁରଙ୍କ ଜୀବନର ପରିଣତି ସମ୍ପର୍କରେ। 14 ଅଗଷ୍ଟ 1947 ରାୟ ବାହାଦୁର ଶ୍ରୀ ସୋମନାଥ ମହାପାତ୍ର IP ରିଟାୟାର୍ଡ CB EO BE KC IE ଇତ୍ୟାଦିଙ୍କ ଆଖିରେ ଛାଇନିଦ ଲାଗି ଆସିଥିଲା। ରାତି ସେତେବେଳକୁ 12ଟା ପାଖାପାଖି। ହଠାତ୍ ଶଙ୍ଖ, ଘଣ୍ଟ, ହୁଳହୁଳି ଓ ତୋପ ପ୍ରଭୃତି ମିଳିତର ଐକ୍ୟତାନରେ ତାଙ୍କର ଛାଇନିଦ ଭାଙ୍ଗିଗଲା। ଆଖି ମଳି ମଳି ସେ ବିଛଣା ଉପରେ ଉଠି ବସିଲେ। ରାତିର ଶାନ୍ତ ନୀରବ ମୁହୂର୍ତ୍ତ ଜୟ ସ୍ୱାଧୀନ ଭାରତ କି ଜୟ ଧ୍ୱନି ଭିତରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା। ରାୟ ବାହାଦୁର ବିଛଣା ଛାଡ଼ି ଉଠିଲେ। ବାହାରେ ଜୟନାଦ କ୍ରମେ ବଢ଼ୁଥିଲା। ରାୟ ବାହାଦୁର ଗୋଟି ଗୋଟି କରି ଘରର ଝରକା କବାଟ ସବୁ ବନ୍ଦ କରିଦେଲେ। ତାହା ଯେପରି ଏକ ସୁତୀକ୍ଷଣ ଶଳାକା ରୂପେ ତାଙ୍କୁ ବିଦ୍ଧ କରୁଥିଲା, ତାହା ଯେପରି ତାଙ୍କର ଚରମ ପରାଜୟର ଦୁଃସହ ଘୋଷଣା। ଝରକା କବାଟ ବନ୍ଦ କରି ସେ ସ୍ପର୍ଦ୍ଧିତ ଜୟନାଦକୁ କିନ୍ତୁ ରୁଦ୍ଧ କରି ହୁଏ ନା। ରାୟ ବାହାଦୁର ଦୁଇ କାନରେ ଦୁଇଟି ଆଙ୍ଗୁଠି ଚାପି ଧରିଲେ। ତଥାପି ସେଥିରୁ ନିଷ୍କୃତି ନଥିଲା। ବନ୍ଧୁକ ଗୁଳି ପରି ସେ ଜୟଧ୍ୱନି ଯେପରି ବୃଦ୍ଧ ରାୟ ବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥି ଖଣ୍ଡ ଚୂର୍ଣ୍ଣ କରି ଦେଉଥିଲା। ରାୟ ବାହାଦୁର କ୍ଷିପ୍ତ ପରି ଘରର ଝରକା କବାଟ ଗୁଡ଼ାକ ପୁଣି ଖୋଲିଦେଲେ। ବାହାରର କୋଳାହଳ ଝଡ଼ ପରି ଘର ଭିତରେ ପ୍ରତ୍ୟେକ ସ୍ତବ୍ଧ ଅନ୍ଧକାର କୋଣ ଥରାଇ ଦେଇଗଲା। ରାୟ ବାହାଦୁର ଝରକା ବାଟେ ତଳର ରାସ୍ତାକୁ ଚାହିଁଲେ। ରାସ୍ତାରେ ଜୟଧ୍ୱନି କରି ଚାଲିଥିଲା ଏକ ବିରାଟ ପଟୁଆର, ସ୍ୱାଧୀନ ଭାରତର ତ୍ରିରଙ୍ଗା ପତାକା ଧରି। ପଟୁଆରର ଅଗ୍ରଣୀ ତାଙ୍କର ପରଲୋକଗତ ଜ୍ୟେଷ୍ଠ ପୁତ୍ରର ଏକମାତ୍ର ପୁତ୍ର ବିଜୟ। ହାତରେ ତାର ସ୍ୱାଧୀନ ଭାରତର ଏକ ପ୍ରକାଣ୍ଡ ତ୍ରିରଙ୍ଗା ଝଣ୍ଡା। ଉନ୍ମତ୍ତ ପରି ସେ ଜୟଧ୍ୱନି ଦେଉଥିଲା, ଜୟ ସ୍ୱାଧୀନ ଭାରତ କି। ବଜ୍ର ନିର୍ଘୋଷ ପରି ପହଳି ଫେରୁଥିଲା, ଜୟ। ରାୟ ବାହାଦୁର ଝରକା ପାଖରୁ ଚାଲି ଆସି କାନ୍ଥରେ ସୁଇଚ୍ ମାରି ଆଲୁଅ ଜଳାଇଲେ। ତାପରେ ତକିଆ ତଳୁ ଗୋଟିଏ ଚାବିଲେନ୍ତା କାଢ଼ି ଘରର ଗୋଟିଏ କୋଣରେ ଡ୍ରୟର ଚେଷ୍ଟର ଗୋଟାଏ ଡ୍ରୟର ଫିଟାଇଲେ। ଏହି ଡ୍ରୟର ଚେଷ୍ଟରଟି ତାଙ୍କର ଏକାନ୍ତ ନିଜସ୍ୱ। ଏହାର ଚାବି ସେ ଭୁଲରେ ସୁଦ୍ଧା କାହା ହାତରେ ଦେଇନଥିଲେ କେବେ। ରାୟ ବାହାଦୁର ଡ୍ରୟର ଭିତରୁ କାଢ଼ିଲେ ପରଲୋକଗତ ଅରୁଣର ଖଣ୍ଡେ ବହୁ ଦିନର ଫଟୋଗ୍ରାଫ। ଗୋଟିଏ ଭେଲଭେଟ୍ ବାକ୍ସରେ ଅତି ଯତ୍ନରେ ସୁରକ୍ଷିତ ଥିଲା ସେ ଫଟୋ ଖଣ୍ଡିକ। ଅରୁଣର ସେହି ପ୍ରତିଭାଦୀପ୍ତ ଆଦର୍ଶୋଜ୍ୱଳ ଚେହେରା, ପରିଧାନରେ ଅସହଯୋଗକାରୀ ସତ୍ୟାଗ୍ରହର ପରିଚ୍ଛେଦ।
ହଠାତ୍ ମନେ ହେଲା ବିଦ୍ୟୁତର ଆଘାତରେ ରାୟ ବାହାଦୁର ଯେପରି ଟଳି ପଡ଼ିବେ। ତାଙ୍କର କମ୍ପିତ ହାତରୁ ସେ ଫଟୋଟି ତଳେ ଖସି ପଡ଼ିଲା। ମୁହୂର୍ତ୍ତକ ଭିତରେ ପ୍ରକୃତିସ୍ଥ ହୋଇ ରାୟ ବାହାଦୁର ଫଟୋଟି ତଳୁ ଉଠାଇ ନେଇ ପୁଣି ସେ ଭେଲଭେଟ୍ ବାକ୍ସ ଭିତରେ ବନ୍ଦ କରି ରଖିଦେଲେ। ତାପରେ ସେଇ ଡ୍ରୟର ଭିତରୁ କାଢ଼ିଲେ ଗୁଡ଼ାଏ ମେଡାଲ ଆଉ ସନନ୍ଦ ପତ୍ର। ସନନ୍ଦ ପତ୍ର ଗୁଡ଼ିକ ଉପରେ ଇତିମଧ୍ୟରେ ଗୋଟିଏ ହଳଦିଆ ଆସ୍ତରଣ ମାଡ଼ିଗଲାଣି। ରାୟ ବାହାଦୁର ମୁକ ପରି ଚାହିଁ ରହିଲେ ଏକଦା ବିଜୟୋଜ୍ଜ୍ୱଳ ଅତୀତର ସେଇ ପ୍ରାଣହୀନ ସ୍ମାରକୀ ଗୁଡ଼ିକୁ। ଗୋଟିଏ ସନନ୍ଦ ରାୟ ବାହାଦୁର କମ୍ପିତ ହାତରେ ଧରି ପଢ଼ିବାକୁ ଆରମ୍ଭ କଲେ। 1923 ସାଲରେ ଖୋଦ୍ ବ୍ରିଟିଶ ସମ୍ରାଟଙ୍କ ଦ୍ୱାରା ସେ ସନନ୍ଦଟି ପ୍ରଦତ୍ତ ହୋଇଥିଲା କୌଣସି ଏକ ଦରବାର ଉପଲକ୍ଷରେ। ସେଥିରେ ଲେଖାଥିଲା, ବ୍ରିଟିଶ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଛି। ବ୍ରିଟିଶ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର। ରାୟ ବାହାଦୁରଙ୍କ ଦୁଇ ଆଖି ଆଗରେ କିଏ ହଠାତ୍ ଯେମିତି ଟାଣି ଦେଇଗଲା କୁହୁଡ଼ିର ଗୋଟିଏ ପର୍ଦ୍ଦା। ହାତରୁ ତାଙ୍କର ସେ ସନନ୍ଦ ପତ୍ରଟା ଖସି ପଡ଼ିଲା। ସେ ଆଜିକି 25 ବର୍ଷ ତଳର କଥା। ଚୌରୀ ଚୌରା ବିପ୍ଳବ ପରେ ଭାରତରେ ମନ୍ଥର ଜାତୀୟ ଆନ୍ଦୋଳନର ଜଡ଼ ନାଟିକାରେ ଲାଗିଥିଲା ଏକ ନୂତନ ସ୍ପନ୍ଦନ। ସନ୍ତ୍ରାସବାଦ ସେହିଦିନ ଭାରତର ଜାତୀୟ ଆନ୍ଦୋଳନରେ ଆଣିଦେଇଥିଲା ଏକ ନୂତନ ଆଭିମୁଖ୍ୟ। ସେତେବେଳକୁ ପୁଲିସ ବିଭାଗରେ ସେ ଜଣେ ଅସ୍ଥାୟୀ ସବ୍ ଇନ୍ସପେକ୍ଟର ମାତ୍ର। ବନ୍ଦେ ମାତରମ୍, ସୁଜଳାଂ ସୁଫଳାଂ ମଳୟଜ ଶୀତଳାଂ ବନ୍ଦେ ମାତରମ୍, ଚମକି ପଡ଼ିଲେ ରାୟ ବାହାଦୁର। ଅରୁ କଣ୍ଠରେ ବନ୍ଦେ ମାତରମ୍, ତା କଣ୍ଠରେ ସଙ୍ଗୀତର ଆବୃତ୍ତି ଠିକ୍ ଏହିପରି ଶୁଭୁଥିଲା। ରାୟ ବାହାଦୁର ଛୁଟିଗଲେ ଖୋଲା ଝରକା ପାଖକୁ। କ୍ରମେ ବନ୍ଦେ ମାତରମ୍ର ଐକ୍ୟତାନ ଗାନ ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ଆସୁଥିଲା। ତାପରେ, ଅରୁଣ, ତମେ ଅନ୍ୟାୟ କରୁଛ। ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ତମର ଏ ଦ୍ରୋହାଚାର କେବଳ ଅନ୍ୟାୟ ନୁହେଁ। ମୋତେ କ୍ଷମା କରନ୍ତୁ। ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବି, ଭାରତର ପବିତ୍ରତମ ଦାବି। ଆପଣ କ'ଣ ଭାରତୀୟ ନୁହନ୍ତି ବାପା? ନା ବ୍ରିଟିଶ ସରକାରଙ୍କର ଗୋଲାମୀ ଆପଣଙ୍କ ଦେହରୁ? ଅରୁଣ, ଚିତ୍କାର କରି ଉଠିଥିଲେ ସେଦିନ ଭାବି IP ବାହାଦୁର, CBEO BEKCIE। ଅରୁଣ, ଏ ମୋର ଆଦେଶ। ଅନ୍ୟାୟ ଆଦେଶ ମୁଁ ସ୍ୱୀକାର କରିବି ନାହିଁ କେବେ। ରାୟ ବାହାଦୁର କ୍ଷିପ୍ତ ପରି ଚାବୁକରେ ଆଘାତ କଲେ ଅରୁଣକୁ। ଅରୁଣ ତଥାପି ଅବିଚଳିତ କଣ୍ଠରେ ଜବାବ ଦେଇଥିଲା, ଆପଣ ଅନ୍ୟାୟ କରୁଛନ୍ତି ବାପା। ରାୟ ବାହାଦୁରଙ୍କର ସ୍ତ୍ରୀ ହେମମାଳିନୀ ରନ୍ଧାଘର ଭିତରୁ ଦୌଡ଼ି ବାପ ପୁଅଙ୍କ ମଝିରେ ଠିଆ ହୋଇ ଅନୁଯୋଗର ସ୍ୱରରେ କହିଲେ, ଏ କ'ଣ କରୁଛ ତମେ? ରାୟ ବାହାଦୁର ଚିତ୍କାର କରି ଉଠିଥିଲେ, ଏଠୁ ଯାଅ ତମେ। ବାହାରର କଥା ନେଇ ମୁଣ୍ଡ ଖେଳାଇବାର ତମର କିଛି ଦରକାର ନାହିଁ। ଯାହାର ଦାନା ଖାଇ ମୁଁ ମଣିଷ, ତାର ନିମକ ହାରାମି ଅସମ୍ଭବ। ଅରୁଣ ପଚାରିଲା, କାହାର ଦାନା, କାହାର ପାଣି, କାହାର ପାଣି ପବନରେ ମଣିଷ ହୋଇଛନ୍ତି ଆପଣ ବାପା? ଭାରତର, ଏଇ ଗୋଲାମ ଭାରତର ସ୍ୱାଧୀନତା ଯାହାର ଦାବି? ରାୟ ବାହାଦୁର ଆଦେଶ ଦେଇଥିଲେ, ଏହି ମୁହୂର୍ତ୍ତରେ ଘରୁ ତୁମେ ବାହାରି ଯାଅ ଅରୁଣ। ତମେ ଆଜିଠାରୁ ମୋର ତେଜ୍ୟ ପୁତ୍ର। ଅରୁଣ ସେଇଦିନୁ ଯାଇଛି ଯେ ଆଉ ଭୁଲରେ କେବେ ଫେରିନି ସୁଦ୍ଧା। ବାହାରେ କୋଳାହଳ ମୁହୂର୍ତ୍ତକ ପାଇଁ ବନ୍ଦ ହୋଇଯାଇଥିଲା। ରାତିର ଲକ୍ଷ୍ୟ ଝିଙ୍କାରୀ କଣ୍ଠରେ ସେଇ ଏକଟଣା ଝିଁ ଝିଁ ସୁରରେ ରାତିର ନୀରବ ମୁହୂର୍ତ୍ତ ଗୁଡ଼ିକ ଅନୁରଣିତ ହୋଇ ଉଠିଥିଲା। ରାୟ ବାହାଦୁର ଉତ୍କର୍ଷ ହୋଇ ଶୁଣୁଥିଲେ। ଅନେକ ରାତିରେ ଏମିତି ଶୁଣନ୍ତି, କେବେ କେବେ ଅଧରାତିରେ ଯଦି ନିଦ ଭାଙ୍ଗିଯାଏ। କେଉଁଠି କିଏ ଯେପରି କାନ୍ଦୁଥିଲା। ସଦ୍ୟ ବିଧବାର ବୁକୁଚିଲା ସେ କାନ୍ଦ। ତାଙ୍କର ପୁତ୍ରବଧୂ ଅପର୍ଣ୍ଣା ବି ଏମିତି ଦିନେ କାନ୍ଦିଥିଲା। ପୁଲିସ ସାହେବର ହୁକୁମ, ଦେଖ ମହାପାତ୍ର, ତମେ ଭାରି ପାରିଲାର ଲୋକ। ଅନେକ ବଡ଼ ବଡ଼ କଥା ତମେ ଚଳେଇ ନେଇଛ। ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା କଚେରୀ ସବୁ ଆକ୍ରମଣ କରିବା ପାଇଁ। ସେମାନଙ୍କୁ ମୁକାବିଲା କରିବାର ଦାୟିତ୍ୱ ହେଉଛି ତମର। ରାୟ ବାହାଦୁର ନାଟକୀୟ ଭଙ୍ଗୀରେ କୁର୍ନିଶ ଜଣାଇଥିଲେ। ପୁଲିସ ଥାନା ଆଗରେ ବିରାଟ ଜନତା, ସମସ୍ତେ ନିରସ୍ତ୍ର। ସାମ୍ନାରେ ସେମାନଙ୍କର ସଶସ୍ତ୍ର ପୁଲିସ ବାହିନୀ। ବନ୍ଧୁକର ବେୟୋନେଟ୍ରେ ଖରା ପଡ଼ି ଚକଚକ୍ କରୁଛି। ରାୟ ବାହାଦୁର କ୍ଷିପ୍ତ ପରି ଚିତ୍କାର କରୁଥିଲେ, ହଟୋ ହଟୋ ସାଲେ ଲୋକ। ଜନତା କୁହାଟୁଥିଲେ, ବନ୍ଦେ ମାତରମ୍। ଲାଠିଚାର୍ଜର ହୁକୁମ ଆସିଲା। ତଥାପି ଜନତା ପୃଷ୍ଠଭଙ୍ଗ ଦିଏ ନା।
ବିଶୃଙ୍ଖଳ ଜନତା ଭିତରୁ ହଠାତ୍ ଅରୁଣ କୁଆଡ଼ୁ ଆସି ଚିତ୍କାର କରି ଉଠିଲା, ଏ ଲାଠି ମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ। ଭାଇମାନେ ବନ୍ଦେ ମାତରମ୍। ଝଞ୍ଜାକ୍ରାନ୍ତ ସମୁଦ୍ର ପରି ମୁହୂର୍ତ୍ତକ ଭିତରେ ଜନତା ଭୀଷଣ ଓ ଭୟଙ୍କର ହୋଇ ଉଠିଲେ। ସୋମନାଥ ହାତରୁ ପିସ୍ତଲ ଉପରକୁ ଉଠାଇଲେ। ପିତା ପୁତ୍ରର ଶେଷ ସାକ୍ଷାତ ବହୁଦିନ ପରେ। ଅରୁଣ ଅବିଚଳିତ କଣ୍ଠରେ ନିର୍ଦ୍ଦେଶ ଦେଲା, ଭୟ ନାହିଁ, ଭୟ ନାହିଁ ଭାଇମାନେ। ଶ୍ରୀରାମଚନ୍ଦ୍ର କମଳ ନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ। ଆମର ଜନତାର କୁହାଟରେ ଶତସିଂହ ଯେପରି ଗର୍ଜନ କରି ଉଠିଲା। କେତେଜଣ କିନ୍ତୁ ଅରୁଣର ରକ୍ତାକ୍ତ ଶବ ତଳେ ଖସି ପଡ଼ିଲା। ସାବାସ ମହାପାତ୍ର। ବ୍ରିଟିଶ ସମ୍ରାଟ ଏ ଅତୁଳନୀୟ କର୍ତ୍ତବ୍ୟ ନିଷ୍ଠାର ମହତ୍ତ୍ୱକୁ ଯଥାଯୋଗ୍ୟ ପୁରସ୍କୃତ କରିବେ। ସେଦିନ ରାତିରେ ଅପର୍ଣ୍ଣାର ହାତରୁ କାଚ ଭାଙ୍ଗିଲା ବେଳେ ନାରାୟଣ ନାରାୟଣ। ତା ପରଦିନ ସୋମନାଥ ହୋଇଥିଲେ ଇନ୍ସପେକ୍ଟର। ଜୀବନରେ ଗତ 25 ବର୍ଷ ଭିତରେ ସେ ନିଜକୁ ନିଜେ ସାନ୍ତ୍ୱନା ଦେଇ ଆସିଛନ୍ତି। ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ ଏହା ନିର୍ମମ ହୋଇପାରେ, ମାତ୍ର ଅନ୍ୟାୟ ନୁହେଁ। ରାୟ ବାହାଦୁର ହଠାତ୍ ଚମକି ଉଠିଲେ। ଘର ଭିତରେ ଶଙ୍ଖ ଧ୍ୱନି ଶୁଣି ହେମମାଳି ଦୋତାଲା ବାରଣ୍ଡାରେ କେତେବେଳେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ପାଦ ତଳେ ତାର ଦୀପ ଜାଳି ଶଙ୍ଖ ଧ୍ୱନି କରୁଥିଲେ। ରାୟ ବାହାଦୁର ପାଗଳ ପରି ଧାଇଁ ଯାଇ ହେମମାଳିଙ୍କ ହାତରୁ ଶଙ୍ଖଟା ଛଡ଼ାଇ ନେଇ କହିଲେ, ଏ କ'ଣ କରୁଛ ତମେ? ହେମମାଳି ଚିତ୍କାର କରି ଉଠିଲେ, ମୋତେ ଛୁଅ ନା ତମେ। ମୋ ଅରୁ ଆଜି ଫେରି ଆସିଛି ମୋ କୋଳକୁ। ହେମମାଳି ଭୋ ଭୋ ହୋଇ କାନ୍ଦି ଉଠିଲେ। ଏମିତି କାନ୍ଦ ସେ କାନ୍ଦି ନଥିଲେ ଗତ 25 ବର୍ଷ ଭିତରେ କେବେ। ରାୟ ବାହାଦୁରଙ୍କ ଦୁଇ ଆଖିରେ ନିଆଁର ଫୁଲକି ଉଡ଼ି ଆସୁଥିଲା। ସେ ତ୍ରିରଙ୍ଗା ପତାକାଟିକୁ କାଢ଼ି ଫିଙ୍ଗି ଦେଇ କହିଲେ, ଯେଉଁ ୟୁନିୟନ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି ସେ ପତାକାର ପତନ ଅସମ୍ଭବ। ହେମମାଳି ଦର୍ପିତାର କଣ୍ଠରେ କହିଲେ, ଯେଉଁ ପତାକା ପାଇଁ ଅରୁ ପ୍ରାଣ ବଳି ଦେଇଛି ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ। ହେମମାଳି ଆବେଗ ଓ ଉତ୍ତେଜନାରେ ତଳେ ମୂର୍ଚ୍ଛିତା ହୋଇ ପଡ଼ିଗଲେ। ରାୟ ବାହାଦୁର ଭିତରକୁ ଯାଇ ଅନେକ ଦିନର ସାଇତା ସିଲ୍କର ଗୋଟିଏ ୟୁନିୟନ ଜାକ୍ ପତାକା କାଢ଼ି ଉଡ଼ାଇଲେ ସେହି ତ୍ରିରଙ୍ଗା ପତାକା ସ୍ଥାନରେ। ତା ପରଦିନ ସକାଳ। ସାରା ରାତି ସୋମନାଥଙ୍କ ଆଖିରେ ନିଦ ନଥିଲା। ଅତି ସତର୍କ ପ୍ରହରୀ ପରି ସେ ସାରା ରାତି ଚେଇଁ ବସିଥିଲେ ସେହି ୟୁନିୟନ ଜାକ୍ ପତାକା ପାଖରେ। ତା ତଳେ ହେମମାଳିଙ୍କର ଦୀପ କେତେବେଳକୁ ନିଭି ସାରିଥିଲା। ରାତି ସାରା ସ୍ୱାଧୀନତା ଉତ୍ସବରେ ମାତି ଘରକୁ ଫେରିଲା ବିଜୟ। ଘରେ ପାଦ ଦେଇ ଏ ବିଚିତ୍ର ଦୃଶ୍ୟରେ ସେ ସ୍ତମ୍ଭିତ ହୋଇଗଲା। ମୁହୂର୍ତ୍ତକର ଜଡ଼ତା କଟିଯିବା ପରେ ସେ ବିଜୟ ପଚାରିଲା, ଏ କ'ଣ ହେଉଛି ଜେଜେ? ଆଜି ୟୁନିୟନ ଜାକ୍? ରାୟ ବାହାଦୁର କହିଲେ, ଦୁନିଆ ନିମକ ହାରାମ ହୋଇପାରେ ବିଜୁ, କିନ୍ତୁ ମୁଁ ନୁହେଁ। ବିଜୁ ଦୃଢ଼ କଣ୍ଠରେ ପ୍ରତିବାଦ କଲା, ଏ ପତାକା ଏଠି ଉଡ଼ି ପାରିବ ନାହିଁ ଜେଜେ। ରାୟ ବାହାଦୁର କହିଲେ, ଅଲବତ ଉଡ଼ିବ, ଚିରଦିନ ଉଡ଼ିବ, ମୁଁ ବଞ୍ଚିଥିବା ଯାଏ ଉଡ଼ିବ। ଏ ଘର ମୋର। ବିଜୟ ପତାକାଟିକୁ ଝାମ୍ପି ଉଠାଇ ନେଇ କହିଲା, ଏ ଦେଶ ଆମର, ବ୍ରିଟିଶର ଗୋଲାମ ପାଇଁ ସ୍ଥାନ ନାହିଁ ଏଠି। ସୋମନାଥ ବିଜୟ ହାତରୁ ସେ ୟୁନିୟନ ଜାକ୍କୁ ଛଡ଼ାଇବାକୁ ଲାଗିଲେ। ଅତି ଅସ୍ୱାଭାବିକ ଭାବରେ ସେ କିପରି ହୋଇ ଉଠିଥିଲେ ହିଂସ୍ର ଓ ଉତ୍କ୍ଷିପ୍ତ। ବିଜୟ ଦୁଇ ହାତରେ ଠେଲିଦେଲା ତାଙ୍କୁ। ସୋମନାଥ ସିଡ଼ି ଗଡ଼ି ପଡ଼ିଲେ ଯାଇ ତଳ ମହଲାର ଚଟାଣରେ। ମୁଣ୍ଡ ନାକ ଫାଟି ତଳେ ରକ୍ତର ସୁଅ ଛୁଟିଲା। ବିଜୟ ତାଙ୍କ ଉପରେ ଝୁଙ୍କି ପଡ଼ି ଅପରାଧୀ କଣ୍ଠରେ ଡାକିଲା, ଜେଜେ। ସୋମନାଥ କ୍ଷୀଣ କଣ୍ଠରେ କହିଲେ, ତୋତେ ଆଶୀର୍ବାଦ କରୁଛି ବିଜୁ, ମୁଁ ଅନ୍ତତଃ ଶାନ୍ତିରେ ମରିପାରିବି ଏଥର। ଏହି ପତାକା ପାଇଁ କେତେ ରାଜ୍ୟ ଉଚ୍ଛନ୍ନ ହୋଇଛି, କେତେ ଯୁଦ୍ଧ ରକ୍ତପାତ ବା ନ ଘଟିଛି। ଏହି ପତାକା ପାଇଁ ନିଜ ହାତରେ ମୁଁ ଗୁଳି କରି ମାରିଛି ଅରୁଣକୁ। ଏହି ପତାକା ପାଇଁ ତୁ ତୋର ବୁଢ଼ା ଜେଜେକୁ ମଧ୍ୟ ଆଘାତ କରିଛୁ। ଅଥଚ ଭାବୁଛି ଏ ପତାକା କ'ଣ? ଖଣ୍ଡେ ରଙ୍ଗୀନ କନା ମାତ୍ର, ରଙ୍ଗ ଛାଡ଼ିଯିବ ତାର। ତଥାପି ତୋର ପତାକାର ଜୟ ହେଉ। ପାଟି ପଡ଼ିଗଲା। ଆଖି ଦୁଇଟା ସେତା ହୋଇ ଆସିଥିଲା। ଦୁଇ ଜଣ ଭୃତ୍ୟ ମୁମୂର୍ଷୁ ରାୟ ବାହାଦୁରଙ୍କୁ ଟେକି ନେଇଗଲେ ଉପରକୁ। ବିଜୟ ପ୍ରାଣହୀନ ପାଷାଣ ପରି ଚାହିଁ ରହିଥିଲା ପ୍ରଭାତର ସୂର୍ଯ୍ୟଦୀପ୍ତ ଆକାଶ ଆଡ଼େ। ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ପତାକା ଉଡ଼ୁଥିଲା ଫରଫର ହୋଇ।